ରଜରେ ରଜ ଗୀତ ଓ ରଜ ଦୋଳିରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ। ନିଆରା ଢଙ୍ଗରେ ରଜ ମହୋତ୍ସବ ପାଳନ କରୁଛି ସାଇ ସମୀକ୍ଷା ପେଟ୍ରୋଲ ପମ୍ପ। ଆଜିଠାରୁ ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଶାର ଗଣପର୍ବ ରଜ ପର୍ବ ଧୁମ୍ଧାମ୍ରେ ପାଳନ ହେଉଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ଆଜି ପ୍ରଥମ ରଜରେ ଘରେ ଘରେ ପିଠାପଣା, ଦୋଳି ଓ ଛକମାନଙ୍କରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି। ଏ ଅବସରରେ ନାୟରା ପେଟ୍ରୋଲ ପମ୍ପ ପକ୍ଷରୁ ପେଟ୍ରୋଲ ପମ୍ପ ପରିସରରେ ରଜ ମହୋତ୍ସବକୁ ମହାଡମ୍ବରରେ ପାଳନ କରାଯାଉଛି। ଯୁବନେତା ତଥା ପେଟ୍ରୋଲ ପମ୍ପର ପ୍ରତିଷ୍ଠାତା ହରିବନ୍ଧୁ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ 3 ଦିନ ଧରି ଏହି ପେଟ୍ରୋଲ ପମ୍ପଠାରେ ରଜ ମହୋତ୍ସବକୁ ମହାଡମ୍ବରରେ ପାଳନ କରାଯାଉଛି। ପେଟ୍ରୋଲ ପମ୍ପରେ ଦୋଳି ଲଗାଇବା ସହ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଆସୁଥିବା ଗ୍ରାହକମାନଙ୍କୁ ପୋଡ଼ପିଠା, ରଜପାନ ଓ ଦୋଳି ଖେଳିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ରଜରେ ଏ ରଜ ମହୋତ୍ସବକୁ ଉଦ୍ଘାଟନ କରାଯାଇଥିଲା। ଏଥିରେ ସାମ୍ବାଦିକ ଅକ୍ଷୟ କୁମାର ଦାସ, ହୃଷିକେଶ ମଲ୍ଲିକ, ଅରବିନ୍ଦ ଭୂୟାଁ, ହେମନ୍ତ ଭୂୟାଁ, ଶାରଦା ପଣ୍ଡା, ପ୍ରତ୍ୟକ୍ଷ ମହାନ୍ତି, ମହେଶ୍ୱର ବେହେରା, ଅମିୟ ବିଶ୍ୱାଳ, ସନ୍ତୋଷ କୁମାର ସ୍ୱାଇଁ, ରଞ୍ଜନ କୁମାର ନାୟକଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଏ ରଜ ମହୋତ୍ସବକୁ ଉତ୍ସାହର ସହ ପାଳନ କରିଥିଲେ। ମୁଁ ହରିବନ୍ଧୁ ଶତପଥୀ, ସାଲେପୁର ସ୍ଥାୟୀ ବାସିନ୍ଦା ଏବଂ ମୁଁ ଏଠି ନାୟରା ପେଟ୍ରୋଲ ପମ୍ପ ଦୀର୍ଘ 1.5 ବର୍ଷ ହେଲା ଓପନିଂ କରିଛି। ନିଶ୍ଚିନ୍ତ ଭାବେ ଆମେ ତ ଏଠାରେ ବିଜନେସ୍ ପାଇଁ ପେଟ୍ରୋଲ ପମ୍ପଟି କରିଛୁ, କିନ୍ତୁ ବିଜନେସ୍ ସହିତ ଲୋକମାନଙ୍କର ଏବଂ ଓଡ଼ିଶାର ପୁରପଲ୍ଲୀରେ ଯେତେ ପ୍ରକାର ଫେଷ୍ଟିଭାଲ ସେଲିବ୍ରେଟ୍ ହେଉଛି ତାକୁ ବି ଇମ୍ପୋର୍ଟାନ୍ସ ଦେଇକି ଲୋକଙ୍କ ହୃଦୟ ଭିତରେ ଯେଉଁଟା ଆବଶ୍ୟକ ହେଉଛି ଆମେ ନିଶ୍ଚିନ୍ତ ଭାବେ ନାୟରା ପେଟ୍ରୋଲ ପମ୍ପରେ କରୁଛୁ। ଆପଣଙ୍କ ଉଦାହରଣ ସ୍ୱରୂପ ଓଡ଼ିଶାର କେତେ ଗୁଡ଼ିଏ ପର୍ବପର୍ବାଣି ମଧ୍ୟରେ ରଜ ପର୍ବଟି ଅନ୍ୟତମ। ସେଇ ରଜ ପର୍ବରେ ଆମେ ଦୋଳି ଲଗାଉ, ନିଆରା ଢାଞ୍ଚାରେ ପୋଡ଼ପିଠା, ରଜପାନ ସବୁ କଷ୍ଟମରମାନଙ୍କୁ ଏବଂ ଏଠାକୁ ଆସି ଦୋଳି ଖେଳୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ। ଓଡ଼ିଶାରେ ଯେତେବେଳେ ଆଷାଢ଼ର ପ୍ରଥମ ସପ୍ତାହ ପାଳନ କରାଯାଏ, କାହିଁକି ନା ଏହି ସପ୍ତାହରେ ରଜ ପର୍ବ ସେଲିବ୍ରେଟ୍ କରାଯାଏ 3 ଦିନ ପାଇଁ ଏବଂ ଏହା ଗୋଟେ ବଡ଼ ପର୍ବ ହିସାବରେ ଏବଂ ନାରୀମାନଙ୍କର, ଝିଅମାନଙ୍କର, ବୋହୂମାନଙ୍କର ପର୍ବ ହିସାବରେ ସେଲିବ୍ରେଟ୍ କରାଯାଏ ଏବଂ ଏ 3 ଦିନ ଯାକ ଆମେ ମଧ୍ୟ ଆମ ପମ୍ପରେ ସେଲିବ୍ରେଟ୍ କରୁ। ସ୍ମୃତିରେଖା ମଲ୍ଲିକ, ମୁଁ ନାୟରା ପେଟ୍ରୋଲ ପମ୍ପରେ ଆମ ସାଇ ସମୀକ୍ଷା ଫିଲିଂ ଷ୍ଟେସନ ମୁଁ ମ୍ୟାନେଜର ଅଛି। ଆକ୍ଚୁଆଲି ରଜ କହିବାକୁ ଗଲେ ଆମର ଝିଅମାନଙ୍କ ପାଇଁ ସ୍ପେଶାଲି, କାହିଁକିନା ରଜ ଆମେ ଖାସ୍ ଝିଅମାନଙ୍କ ପାଇଁ ସେଲିବ୍ରେଟ୍ କରିଥାଉ, ଯିଏକି ଆମେ ନାୟରା ତରଫରୁ ଆମେ ଏସବୁ ସେଲିବ୍ରେଟ୍ କରୁଛୁ। କାହିଁକିନା ଆମ ଫିଲିଂ ଷ୍ଟେସନରେ ଆମେ ମାତ୍ର 3ଟି ଝିଅ ଅଛୁ, ଯିଏକି ଆମେ ତାଙ୍କ ପାଇଁ ଆମେ ସେଲିବ୍ରେଟ୍ କରୁଛୁ। ପୁରା ହୋଲ୍ ଓଡ଼ିଶା ଯେତିକି ବି ଅଛନ୍ତି ଝିଅ ବୋହୂମାନଙ୍କ ପାଇଁ ତାଙ୍କ ପାଇଁ ଆମେ ସେଲିବ୍ରେଟ୍ କରୁଛୁ। ନାୟରା ଗୋଟେ ଏଇଟା ଫାର୍ଷ୍ଟ ଟାଇମ୍ ପାଇଁ, ଏଇଟା ଆର ବର୍ଷ ବି ଏଇଟା ଆମର ଷ୍ଟାର୍ଟିଂ ହେଇଥିଲା, ଏଇଟା ଆମର ସେକେଣ୍ଡ ଟାଇମ୍ ପାଇଁ ଆମେ ରଜ ସେଲିବ୍ରେଟ୍ କରୁଛୁ ଆଉ ବହୁତ ଖୁସି ଲାଗୁଛି। ତା ସହିତ ଆମେ ଅନ୍ୟାନ୍ୟ ପାନ ବି ରଖୁଛୁ, ପୋଡ଼ପିଠା ବି ଅଛି, ଆଉ ଆମେ ଦୋଳି ବି ଲଗେଇଛୁ। ତାକୁ ମାନେ ବହୁତ ଖୁସି ଭାବରେ ବହୁତ ସେଲିବ୍ରେଟ୍ ବି କରୁଛୁ। ଆମେ 3 ଦିନ ଭିତରେ ଆମେ ପ୍ରୋଗ୍ରାମ୍ ଯଦି ମାନେ ଆହୁରି ଆଗକୁ ପୋଡ଼ପିଠା ବି ମଣ୍ଡା ଚାଲିବ, ପାନ ଅଛି, ଅନ୍ୟାନ୍ୟ ପ୍ରୋଗ୍ରାମ୍ ବି ଏମିତି ଆମେ ନିଜ ଭିତରେ କମ୍ପିଟିସନ୍ କରିବୁ, ତାସ ଖେଳିବୁ କି ବୁଲିବୁ, ଏସବୁ ଅଛି। ଆଉ ନା ମଧୁସ୍ମିତା ସାହୁ, ସବୁ ବର୍ଷ ସେମାନେ କରୁଛନ୍ତି ବହୁତ ଭଲ। ଆମେ ସବୁ ବର୍ଷ ଆସୁ। ଏବେ ମୁଁ ଜଷ୍ଟ ସାଲେପୁର ଏଠି ଫାଷ୍ଟ ଆସୁଛି, ଆଉ ଆସିକି ଏଠିକି ପୋଡ଼ପିଠା ଖାଇଲି, ପାନ ଖାଇଲି, ଆଉ ଏଠି ସବୁ ଲୋକ ଆସନ୍ତି ଖେଳନ୍ତି। ଆମେ ବି ସବୁ ବର୍ଷ ଆସୁ ଏଠି। ହଁ ଦଉଛି ତ ନିଶ୍ଚିନ୍ତ। ଆମ ଗାଁରେ ଭଲ ସେଲିବ୍ରେସନ ହୁଏ ରଜର। ଆମ ଗାଁ ଭିତରେ ବି ବହୁତ ଜାଗାରେ ଦୋଳି ଲାଗିଛି, ରଜପାନ କମ୍ପିଟିସନ ସବୁ ପ୍ରକାର ହଉଛି। ଛୁଆମାନଙ୍କ ପାଇଁ ଦୋଳି ଲାଗିଛି, ବଡ଼ ଲୋକଙ୍କ ପାଇଁ ବି ଲାଗିଛି। ସଂସ୍କୃତି ଆମର ତ ଆମେ ରଜ ଦିନକୁ ଦିନ ଆମେ ଆହୁରି ସେଲିବ୍ରେଟ କରିବାରେ ଲାଗିଛୁ। ବହୁତ ସ୍ୱାଗତ କରୁଛି ଆଉ ବହୁତ ଭଲ, ସେମାନେ ବହୁତ କରୁଛନ୍ତି ଆମ ଓଡ଼ିଆର ଏଇ ସଂସ୍କୃତିକୁ ବଞ୍ଚେଇବା ପାଇଁ। ଆମେ ବି ସମସ୍ତେ ଚେଷ୍ଟା କରିବା ସେଥିରେ ସାମିଲ ହେଇକି ଖୁସି ବନେଇବା, ସମସ୍ତେ ଖାଇବା, ଆପଣମାନେ ବି ଏନ୍ଜୟ କରନ୍ତୁ। କଟକରୁ ରାଜ୍ୟ ପ୍ରତିନିଧି ଇଞ୍ଜିନିୟର ସନ୍ତୋଷ କୁମାର ସ୍ୱାଇଁଙ୍କ ରିପୋର୍ଟ। ଟେକ୍ ଓଡ଼ିଶା, ଦେଖ ଆମେ କୋ ପ୍ରତି ଓଡ଼ିଆର କଥା।